ଜଗନ୍ନାଥ। ଏ ଦୁନିଆରେ ଯୋଉ ଅନୀତି ହଉଛି ଠିକ ନ୍ୟାୟ କରାଯାଉ। ଝିଅମାନଙ୍କୁ ଏମିତି ବ୍ୟବହାର କରାଯାଉଛି ଠିକ ନୁହଁ। ଆଉ ମୋ ପୁଅ ହଉଛି ପୁଅ ପିଲା, ତା ନାଁ ମାୟାଧର। ଦିଟା ବିବାହ ହେଇଥିଲା। ତାପରେ ସନ୍ତୋଷ ସମ୍ପତ୍ତି ଘର ଆଣିକି ତାଙ୍କ ସଁପଁସ ଘରେ ଛାଡ଼ିଥିଲି ତାକୁ। ସିଏ ମୀରା ପଇଡ଼ା ପାଖରେ ଅଛି। ଆଙ୍କର ଯେଉଁ ଝାମେଲା ଲାଗିଛି ତାକୁ ଠିକ ଉଚିତ ନ୍ୟାୟ କରାଯାଉ ସେ ଅସହାୟ। ଆଉ ମୁଁ ମା ହେଇକି ତା ଘର ଖୋଜୁନି। ସନ୍ତୋଷ ସମ୍ପତ୍ତି ବହୁତ ଖରାପ ବ୍ୟବହାର କରେ। ମୋ ପୁଅ ମଧ୍ୟ ମୋତେ ଅନଉନି। ମୁଁ ଏକା ବସ୍ତିରେ ଅଛି। ମୋ ସାଙ୍ଗରେ କେହି ନାହାନ୍ତି। ମରଣ କଲେ କରିବି, ଯାହା କରିବ ଯିଏ କରିବ, ଭଗବାନ ଉପରେ ଭରସା। ସେ ଅସହାୟ ଝିଅଟାକୁ ସାହାଯ୍ୟ କରନ୍ତି ଓ ଠିକ ନ୍ୟାୟ ଉଚିତ ବିଚାର କରାଯାଉ। ଜଗନ୍ନାଥ। ଏ ଦୁନିଆରେ ଯୋଉ ଅନୀତି ହଉଛି ଠିକ ନ୍ୟାୟ କରାଯାଉ। ଝିଅମାନଙ୍କୁ ଏମିତି ବ୍ୟବହାର କରାଯାଉଛି ଠିକ ନୁହଁ। ଆଉ ମୋ ପୁଅ ହଉଛି ପୁଅ ପିଲା, ତା ନାଁ ମାୟାଧର। ଦିଟା ବିବାହ ହେଇଥିଲା। ତାପରେ ସନ୍ତୋଷ ସମ୍ପତ୍ତି ଘର ଆଣିକି ତାଙ୍କ ସଁପଁସ ଘରେ ଛାଡ଼ିଥିଲି ତାକୁ। ସିଏ ମୀରା ପଇଡ଼ା ପାଖରେ ଅଛି। ଆଙ୍କର ଯେଉଁ ଝାମେଲା ଲାଗିଛି ତାକୁ ଠିକ ଉଚିତ ନ୍ୟାୟ କରାଯାଉ ସେ ଅସହାୟ। ଆଉ ମୁଁ ମା ହେଇକି ତା ଘର ଖୋଜୁନି। ସନ୍ତୋଷ ସମ୍ପତ୍ତି ବହୁତ ଖରାପ ବ୍ୟବହାର କରେ। ମୋ ପୁଅ ମଧ୍ୟ ମୋତେ ଅନଉନି। ମୁଁ ଏକା ବସ୍ତିରେ ଅଛି। ମୋ ସାଙ୍ଗରେ କେହି ନାହାନ୍ତି। ମରଣ କଲେ କରିବି, ଯାହା କରିବ ଯିଏ କରିବ, ଭଗବାନ ଉପରେ ଭରସା। ସେ ଅସହାୟ ଝିଅଟାକୁ ସାହାଯ୍ୟ କରନ୍ତି ଓ ଠିକ ନ୍ୟାୟ ଉଚିତ ବିଚାର କରାଯାଉ।